ପିଲାମାନେ ଆଜି ଆମେ ନବମ କ୍ଲାସର ସାଇନ୍ସ ବହିକୁ ଷ୍ଟାର୍ଟ କରିବା। ପିଲେ ନବମ କ୍ଲାସର ସାଇନ୍ସ ବହିର ପ୍ରଥମ ବିଷୟ ପଦାର୍ଥ ବିଷୟରେ ଅଛି। ତ ପିଲେ ପ୍ରଥମେ ଆମେ ପଦାର୍ଥ କ'ଣ ଟିକେ ବୁଝିନେବା। ପିଲେ ପଦାର୍ଥ କହିଲେ କ'ଣ ବୁଝେ? ପଦାର୍ଥ କହିଲେ ପିଲେ ଆମେ ଏମିତି ଆଖିଟାକୁ ଏମିତି ବୁଲେଇଦେବା, ଯାହା ଯାହା ବି ଦେଖିଲେ ଘଣ୍ଟା, ଫଟୋ, ଚେୟାର, ମୋବାଇଲ, ଟେବୁଲ, ବହି, ଯାହା ଯାହା ବି ମୋ ନଜରରେ ପଡ଼ିଲା, ନଜରରେ ଗଛ ବି ପଡ଼ୁଛି, ନଜରରେ ପାଣି ଟାଙ୍କି ବି ପଡ଼ୁଛି, ନଜରରେ ଫ୍ୟାନ୍ ପଡ଼ୁଛି, ନଜରରେ ପାଣି ବି ପଡ଼ୁଛି। ମୋ ଆଖିକୁ ଯାହା ଦେଖାଗଲା ସବୁ ଗୁଡ଼ାକ ହେଉଛନ୍ତି ଗୋଟେ ପଦାର୍ଥ। ଯାହା ବି ଦେଖାଯାଉଛି, ମାଟି ବି ଗୋଟେ ପଦାର୍ଥ। ପିଲେ ମନେ ରଖ, ଆଖିକୁ ଯାହା ଦେଖାଗଲା ସବୁ ଗୁଡ଼ା ଗୋଟେ ଗୋଟେ କ'ଣ ପଦାର୍ଥ। ଆଉ ଏଇ ପଦାର୍ଥର ଟିକେ ଭୌତିକ ପ୍ରକୃତି ବିଷୟରେ ଜାଣିବା। ପିଲେ ମନେକର ଏଇଟା ହେଉଛି ଗୋଟେ ମାର୍କର, ଆକୁ ମୁଁ ଏମିତି ଭାଙ୍ଗିବି, ଭାଙ୍ଗି ଭାଙ୍ଗିକା ଗୋଟେ ଛୋଟ ବିନ୍ଦୁ ଭଳିଆ ଜିନିଷରେ ପହଞ୍ଚିବି। ସେଇ ବିନ୍ଦୁ ଭଳିଆ ଜିନିଷକୁ କୁହାଯାଏ କଣିକା। ମାନେ ଗୋଟେ ପଦାର୍ଥକୁ ଭାଙ୍ଗି ଯେଉଁ ଶେଷ ପର୍ଯ୍ୟନ୍ତ ପହଞ୍ଚିଲେ ସେଇଟା କୁହାଯାଏ କଣିକା। ଏବଂ ପ୍ରତ୍ୟେକ ପଦାର୍ଥ ଗୋଟେ ଛୋଟ ଛୋଟ କଣିକା ଦ୍ୱାରା ଗଠିତ। ସବୁ ପଦାର୍ଥ, ଦୁନିଆରେ ଯେତିକି ବି ପଦାର୍ଥ ଅଛି ସବୁ ଛୋଟ ଛୋଟ କଣିକା ଦ୍ୱାରା ଗଠିତ। ପିଲେ ଯେକୌଣସି ଜିନିଷକୁ ତମେ ଭାଙ୍ଗ ଦେଖିବ ସେ ପୁରା ଲାଷ୍ଟକୁ ଗୁଣ୍ଡ ଭଳିଆ ମିଳିବ। ତାମାନେ ସେଥିରୁ ଜଣାପଡ଼ୁଛି ଯେ ପ୍ରତ୍ୟେକ ପଦାର୍ଥ କ୍ଷୁଦ୍ର କ୍ଷୁଦ୍ର କଣିକା ଦ୍ୱାରା ଗଠିତ। ଆଗକୁ ପିଲେ ଆହୁରି ଆଗକୁ ଜାଣିବ ଯେ ଏଇ କଣିକା ଗୁଡ଼ିକ କ'ଣ କୁହାଯାଏ, କଣିକାକୁ ଅଣୁ କୁହାଯାଏ, ତାକୁ ଭାଙ୍ଗିଲେ ପରମାଣୁ ମିଳେ, ଏରା ଆଗକୁ ଅଛି। ଏବେ ଖାଲି ଜାଣିଥାଅ ପଦାର୍ଥକୁ ଭାଙ୍ଗିଲେ କଣିକା ମିଳେ। ପଦାର୍ଥ ଅନେକ ଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର କଣିକା ଦ୍ୱାରା ସୃଷ୍ଟି। ତାକୁ ନେଇକି ଗୋଟେ ପ୍ରମାଣ କରିବା, ଗୋଟେ ପରୀକ୍ଷା କରିବା। ପରୀକ୍ଷା ପାଇଁ ପିଲେ ମୁଁ ଆଣିଛି କ'ଣ ମୋ ସାଙ୍ଗରେ, ପିଲେ ଦେଖ ମୋ ହାତରେ ଗୋଟେ କାଚ ଗ୍ଲାସ ଅଛି। କାଚ ଗ୍ଲାସରେ ମୁଁ କିଛି ପାଣି ଢାଳିବି। କାଚ ଗ୍ଲାସରେ କିଛି ମୁଁ ପାଣି ଢାଳିବି। ପିଲେ ପାଣିଟା ବି ଗୋଟେ ପଦାର୍ଥ କି ନାହିଁ? ତରଳ ପଦାର୍ଥ ଗୋଟେ। ପାଣିଟା ଗୋଟେ ପଦାର୍ଥ। ଏଇ ପଦାର୍ଥରେ ମୁଁ ପ୍ରମାଣ ଏବେ କରିବି ଯେ କିଛି କ୍ଷୁଦ୍ର କ୍ଷୁଦ୍ର କଣିକା ଦ୍ୱାରା ସୃଷ୍ଟି ହୁଏ। ତା ସହିତ ମୋ ହାତରେ ଅଛି ପିଲେ କିଛି ଅଳତା ଅଛି, ଯୋଉଟା ନାଲି କଲର, ଝିଅମାନେ ସବୁ ଲଗାନ୍ତି ରଜରେ, ଜାଣିଥିବ। ମୁଁ ଏବେ କ'ଣ କରିବି, ଏଇ ଅଳତାଟାକୁ ଟିକେ ଖୋଲିବି। ପିଲେ ଖୋଲୁନି। ପିଲେ ମୁଁ ଏବେ ଅଳତାଟାକୁ ଖୋଲିଲି। ଖୋଲିଲା ପରେ କ'ଣ କରିବି, ଏଇ ପାଣିରେ ବହୁତ କମ୍ ମିଶେଇ, ପୁରା ଠିପିଟେ ନୁହେଁ, ଗୋଟେ ବୁନ୍ଦା ମାତ୍ର ଟିକେ ନାକୁ ପକେଇଲି। ଟିକେ ନାକୁ ପକେଇଲା ପରେ ସେ ସାଙ୍ଗେ ସାଙ୍ଗେ ପିଲେ ଦେଖ ପାଣିଟା ନାଲି କଲର ହେଇଗଲା କି ନାହିଁ? ନାଲି କଲର ହେଇଗଲା କି ନାହିଁ? ଏଇଥିରୁ ମଧ୍ୟ ଆମେ ଏଇ ପ୍ରମାଣ ପାଇଲେ ଏଇ କ୍ଷୁଦ୍ର ପଦାର୍ଥଟା ଗୋଟେ କ୍ଷୁଦ୍ର କ୍ଷୁଦ୍ର କଣିକା ଦ୍ୱାରା ଗଠିତ, ଯେମିତିକି ସେଇ ନାଲି କଣିକା ଗୁଡ଼ିକ ଚାରିଆଡ଼େ ଯାଇକି ମିଶିଗଲା। ପୁଣି ତା ସହିତ ଆହୁରି ମଧ୍ୟ କ'ଣ ପ୍ରମାଣ ପାଇଲେ ଯେ ଏଇ ଯେଉଁ ପ୍ରଥମେ ଯେଉଁ ପଦାର୍ଥ ଥିଲା ତାର କଣିକା ଗୁଡ଼ାକ ଭିତରେ କିଛି ଫାଙ୍କା ସ୍ଥାନ ଥିଲା। ପିଲେ ପ୍ରଥମେ ଆମେ କ'ଣ ଜାଣିଲେ ଯେ ପଦାର୍ଥ କ୍ଷୁଦ୍ର କଣିକା ଦ୍ୱାରା ସୃଷ୍ଟି। ପଦାର୍ଥ କ୍ଷୁଦ୍ର କଣିକା ଦ୍ୱାରା ଗଠିତ। ତାପରେ ପିଲେ ଯେତେବେଳେ ପାଣିରେ ଅଳତାକୁ ପକେଇଦେଲି, ଅଳତାଟା ସାଙ୍ଗେ ସାଙ୍ଗେ ମିଶିଗଲା। ସେଇଥିରୁ ମୁଁ କ'ଣ ଜାଣିଲି ଯେ ପଦାର୍ଥର ଯେଉଁ କଣିକା ଗୁଡ଼ିକ ଅଛି ସେ କଣିକା ଭିତରେ ଅନେକ ଗୁଡ଼ିଏ ଫାଙ୍କା ସ୍ଥାନ ଅଛି। ଆଉ ଫାଙ୍କା ସ୍ଥାନ ଅଛି ବୋଲି ଏଇ ଯେଉଁ ଅଳତାରେ ଥିବା କଣିକା ଗୁଡ଼ିକ ଯାଇକି ଚାରିଆଡ଼େ ସହଜରେ ମିଶିଗଲା। ପିଲେ ଦେଖ ଏବେ ଏଇଠି ସବୁ ତ ଉପରେ ନାଲିଆ ହେଇଯାଇଛି କି ନାହିଁ? ନାଲି ହେଇଯାଇଛି କି ନାହିଁ ସବୁ ତକ? ତା ମାନେ
এই কণিকা ভিতরে অনেক গুড়িয়ে ফাঁকা স্থান ଅଛି। কোন জানলি পদার্থর কণিকা ମଧ୍ୟରେ ଅନେକ ଫାଙ୍କା ସ୍ଥାନ ଅଛି। ପିଲେ ଫାଙ୍କା ସ୍ଥାନ ଅଛି ବୋଲି ତ ଅଳତା ଗୁଡାକ ଯାଇକି ମିଶିଲା ନା। ଯଦି ଫାଙ୍କା ସ୍ଥାନ ନଥାନ୍ତା ସେ ମିଶିଥାନ୍ତା କି? ମନେକର ଗୋଟେ ବେଞ୍ଚ ରେ ତମେ 2 ଜଣ ପିଲା ବସିଛ, 3 ଜଣ ପିଲା ବସିଛ, ଆଉ ପିଲା ବସିବାକୁ ଜାଗା ଅଛି କି? ତେଣୁ ସେ ବସି ପାରିବେନି। କିନ୍ତୁ ଯଦି ଫାଙ୍କା ଥାନ୍ତା ତାହେଲେ କିଏ ଗୋଟେ ଯାଇକି ବସିଥାନ୍ତା। ଏବେ ସେମିତି ପଦାର୍ଥର ଯୋଉ ପାଣି ଭିତରେ ଯୋଉ କଣିକା ଅଛି ତା ଭିତରେ କିଛି ଫାଙ୍କା ସ୍ଥାନ ଅଛି ବୋଲି ଅଳତାଟା ଯାଇକି ମିଶିଲା। ବୁଝିଲେ କି ନାହିଁ? ତେଣୁ ଏଥିରୁ ଆମେ ଜାଣିଲେ ଯେ ପଦାର୍ଥ ଓ କଣିକା ମଧ୍ୟରେ ଅନେକ ଗୁଡ଼ିଏ ଫାଙ୍କା ସ୍ଥାନ ଅଛି। আচ্ছা পিলে দেখিল আ ভিতরে অଳତାର ଯୋଉ ଛୋଟ ଛୋଟ କଣିକା ଗୁଡ଼ିକ ତମକୁ ଦେଖିପାରୁଛ? ଦେଖିପାରୁଛ କି? ଦେଖାଯାଉନି। ତା ମାନେ ଜାଣିପାରୁଛେ ଯେ କଣିକା ଗୁଡ଼ିକ କେତେ ଛୋଟ, ବହୁତ ଛୋଟ ନାଇଁ? ସେଇଥିପାଇଁ ଆମେ ଦେଖିପାରୁନେ ନା। ପୁଣି ଏବେ ଜାଣିଲେ ଯେ ପଦାର୍ଥର କଣିକା ଗୁଡ଼ିକ ବହୁତ ଛୋଟ। ପଦାର୍ଥର କଣିକା ଗୁଡ଼ିକ ବହୁତ ଛୋଟ। ଏବେ ପିଲେ এইটা যদি ଗୋଟେ ପଦାର୍ଥ ତାହେଲେ ଆର ଯୋଉ କଣିକା ଗୁଡ଼ିକ ଅଛି ଆକୁ ମୁଁ ଭିଡ଼ିକି ଅଲଗା କରିପାରୁଛି କି? କରିପାରୁନି। ତା ମାନେ ପଦାର୍ଥର କଣିକା ଗୁଡ଼ିକ ଆକର୍ଷଣ କରୁଛନ୍ତି, ପରସ୍ପର କେମିତି ଗୋଟେ ବାନ୍ଧିକି ଅଛନ୍ତି, ସେଇଥିପାଇଁ ଏମାନେ ଅଲଗା ହଉନାହାନ୍ତି। ହଁ କି ନାହିଁ? କିନ୍ତୁ ଯଦି ଗୋଟେ ତରଳ କଥା କହିବି, ତାକୁ ପକେଇଥିଲେ ପାଣିଟା ସାଙ୍ଗେ ସାଙ୍ଗେ ଢଳି ଯାଉଛି, ତା ମାନେ ତା କଣିକା ଗୁଡ଼ିକ ଆକର୍ଷଣ କରିକି ନାହାନ୍ତି, ସେ ଛାଡ଼ି ଯାଉଛି। ଯଦି ବେଲୁନ କଥା କହିବି, ମୁହଁଟା ଖୋଲୁ ଖୋଲୁ ପବନଟା ଉଡ଼ି ଯାଉଛି, ତା ମାନେ ତା କଣିକା ଗୁଡ଼ିକ ସେମାନେ ଇଆଡ଼େ ସିଆଡ଼େ ଗତି କରୁଛନ୍ତି, ଫାଙ୍କା ପାଇଲା ମତେ ଉଡ଼ି ଯାଉଛନ୍ତି। କୋଉ ପଦାର୍ଥରେ କେମିତି କଣିକା ଗୁଡ଼ିକ ଆକର୍ଷଣ କରୁଛନ୍ତି? କିନ୍ତୁ ଆକର୍ଷଣ କରୁଛନ୍ତି। ଏଇଠି ତ ବେଶୀ ଆକର୍ଷଣ କରୁଛନ୍ତି ବୋଲି ସେଇଥିପାଇଁ କ'ଣ ହେଉଛି ନା ଏମାନେ ମଜବୁତ ହେଇକି ଅଛନ୍ତି। ତ ଏଥିରୁ ପୁଣି ମଧ୍ୟ ଜାଣିଲେ ଯେ ପଦାର୍ଥର କଣିକା ଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି। এটা ସରିଗଲା ଟିକେ। ପଦାର୍ଥର କଣିକା ଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି। ପୁଣି ପିଲେ ତମେ କେତେବେଳେ ଧୂପକାଠି ଲଗେଇଛ? ଧୂପକାଠି ଲଗେଇଲେ ଧୂପକାଠିର ଧୂଆଁଟା କ'ଣ ହୁଏ? ଇଆଡ଼େ ସିଆଡ଼େ ପୁରା ଚାରିଆଡ଼େ ଖେଳେଇ ଯାଏ କି ନାହିଁ? ତା ମାନେ ଏଥିରୁ ଜଣାପଡ଼ୁଛି ଯେ ପଦାର୍ଥର କଣିକା ଗୁଡ଼ିକ ଏଣେ ତେଣେ ଗତି କରନ୍ତି। ଉପରେ ଲେଖି ଦେଉଛି ପଦାର୍ଥର କଣିକା ଗୁଡ଼ିକ ଏଣେ ତେଣେ ଗତି କରନ୍ତି। ପଦାର୍ଥର କଣିକା ଗୁଡ଼ିକ ଏଣେ ତେଣେ ଗତି କରନ୍ତି। ସେଇଥିପାଇଁ ତ ପିଲେ ଧୂପକାଠି ଏଠି ଲଗେଇଲେ ବାସ୍ନା ସିଆଡ଼େ ହେବ, ବରା ଦୋକାନରେ ବରା ସିଆଡ଼େ ଛାଣିଲା ବେଳକୁ ବାସ୍ନା ଇଆଡ଼େ ହେବ, କାରଣ ସେଇ କଣିକା ଗୁଡ଼ିକ ବାୟୁ ମାଧ୍ୟମରେ ଗତି କରିକି ଚାଲି ଆସନ୍ତି। ତ ପିଲେ ଏତକ ଥିଲା ପଦାର୍ଥର ଭୌତିକ ଧର୍ମ। ଏତିକି ପିଲେ ପଢ଼ିଥିବ, ଆଉ 2 ମାର୍କିଆ କ୍ୱେଶ୍ଚିନ୍ ବି ପରୀକ୍ଷାରେ ପଡ଼ୁଛି। ଏଇ ଭିତରେ ପିଲେ ଯେତେବେଳେ କହୁଥିଲି ପଦାର୍ଥର କଣିକା ଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି, ସେ ଆକର୍ଷଣ ସମୟରେ କହିଥିଲି ଯେ ମାର୍କରଟାକୁ ପିଲେ ବେଶୀ ଆକର୍ଷଣ କରୁଛି ବୋଲି ଇଏ ପୁରା ଭିଡ଼ିଲେ ଭାଙ୍ଗୁନି କି ପକେଇ ଦେଇ ଭାଙ୍ଗୁନି। ତରଳ ପଦାର୍ଥ କମ୍ ଆକର୍ଷଣ କରୁଛି ବୋଲି ତାକୁ ଟିକେ ଢଳେଇ ଦେଲେ ସେ ଢଳିଯିବ। ବେଲୁନଟାକୁ ଟିକେ ଛାଡ଼ିଦେଲା ପରେ ସେ କ'ଣ ହେଉଛି? ଉଡ଼ିଯିବ। ତା ମାନେ ଏଇଭଳିଆ ଲକ୍ଷଣରୁ କିଛି କ୍ୟାରେକ୍ଟରରୁ ପୁଣି ଜଣାପଡ଼ୁଛି ଯେ ପଦାର୍ଥ ଗୁଡ଼ିକର ଆକାର ପୁଣି ଭେରାଇଟି ଟାଇପ୍ର। ପଦାର୍ଥ ଗୁଡ଼ିକର ଏଇ ଲକ୍ଷଣରୁ ସେମାନଙ୍କର କୁହାଯାଉଛି ତାର ମିନିମମ୍ 3 ପ୍ରକାର ଅବସ୍ଥା ଅଛି। ଆମେ ଯେଉଁ ଜାଣିଛେ ଆହୁରି ମଧ୍ୟ 2 ପ୍ରକାର ଅବସ୍ଥା ଅଛି, ତା ଆଡ଼େ ଯିବାନି। ଆମେ ଜାଣିବାରେ ପଦାର୍ଥର 3ଟା ଅବସ୍ଥା ବିଷୟରେ ଆମେ ଜାଣିଛେ। ଗୋଟେ ହେଲା କ'ଣ? କଠିନ, ଆଉ ଗୋଟେ ତରଳ, ଆଉ ଗୋଟେ ହେଲା ଗ୍ୟାସିୟ। এই 3ଟି ଅବସ୍ଥା ଭିତରୁ କଠିନ ଅବସ୍ଥାରେ
जो कणिका गुड़िक आकर्षण करते दृढ़ भाव में आकर्षण करते तरल में सामान्य भाव में गैसीय बहुत कम से पिले बेलून पिले खुलू खुलुका एम सागे सागे कौन होती उड़ी जाती काली पिले डिटेल्स आलोचना करा आज तुम ये पढ़ी दे था बही जे पदार्थर भौतिक लक्षण गुड़िक कौन कौन ये पढ़ी मन रखिक निज मनर खाता लिखी छाड़ है।